गुड मॉर्निंग टू एवरीवन। पूर्व क्लास रे पार्ट 3 टाକୁ कंप्लीट करथिले ताले चलो ଏବେ पार्ट 4 टाକୁ कंटिन्यू करिया हला। देखिए कंप्लीट करिया पार्ट 4 टाକୁ आज। ताले देखो तापर कोन कहू ना मैगीज फेस फिल्ड विथ ग्रेटिट्यूड। ताले मैगी रो फेस हमर केमती गला फील हे गला केमती ना ग्रेटिट्यूड माने कृतज्ञता हला। कृतज्ञता रे मैगी रो ये हो मैगी रो फेस टा हमर कृतज्ञता रे किछ ना फील हे गला। As she thanked me, her voice choked. She took a shilling out of her pocket and saying, "Please buy flowers with this when you go and lay them on my brother's grave for me." As she thanked me, her voice choked. Choked ମାନେ ଦେଖ କଣ ନା ଚକ୍ ମାନେ ହଉଛି କାନ୍ଦିବା ସମୟରେ ଯୋଉ ଧର ଯେମିତି ଯେତେବେଳେ ଜଣେ କାନ୍ଦି କାନ୍ଦି ଯେତେବେଳେ ଯୋଉ କଥାବାର୍ତ୍ତା କଥା ହୁଏ ହେଲା ଯେତେବେଳେ ଜଣେ କାନ୍ଦି କାନ୍ଦି ଯୋଉ କଥା ହେଲା ବେଳେ ଯୋଉ ଭଏସ ଟା ବାହାରେ ସେଟାକୁ ଆମର ଚକ୍ ବୋଲି କୁହାଯାଏ। ମାନେ କାନ୍ଦିବା ସମୟର କଥାଟାକୁ ଆମର ଚକ୍ର ବୋଲି କୁହାଯାଉଛି ହେଲା। ଯେତେବେଳେ ସେ ମତେ ଧନ୍ୟବାଦ ଜଣେଇଲା କିଏ ନା ମ୍ୟାଗି କାହାକୁ ନା ଲେଖକଙ୍କୁ ଯେତେବେଳେ ଧନ୍ୟବାଦ ଜଣେଇଲା ସେତେବେଳେ ତାର ଭଏସ ଟା ଚକ୍ଟ ହେଇଗଲା ହେଲା। କାନ୍ଦ କାନ୍ଦ ଭଏସରେ ତାକୁ ଧନ୍ୟବାଦ ଜଣେଇଲା ତାହେଲେ ଲେଖକଙ୍କୁ କାନ୍ଦ କାନ୍ଦ ଭଏସରେ ମ୍ୟାଗି ଧନ୍ୟବାଦ ଜଣେଇଲା। ସେ ଟୁକ୍ ଏ ସିଲିଂ ଆଉଟ୍ ଅଫ୍ ହର ପକେଟ। ସିଲିଂ ମାନେ ମୁଦ୍ରା ହେଲା। ସିଲିଂ ତାହେଲେ ଏଟା ଆମର ତାଙ୍କର ସେପଟେ ଇଂଲଣ୍ଡରେ 20 ସିଲିଂରେ ଗୋଟେ ପାଉଣ୍ଡ ହୁଏ ହେଲା 1 ପାଉଣ୍ଡ। ଆମର ଯେପଟେ ଗୋଟେ ମୁଦ୍ରା ଗୁଡ଼ା ସେମିତିଆ ସିଲିଂ ସେଗୁଡ଼ା ସିଲିଂ ବୋଲି କୁହାଯାଏ ମୁଦ୍ରା ଗୁଡ଼ାକୁ। She took a shilling out of her pocket saying, "Please buy flowers with this when you go and lay them on my brother's grave for me." ତାହେଲେ ତା ପକେଟରୁ ମ୍ୟାଗି ସିଲିଂଟା ବାହାର କଲା ଆଉ ଲେଖକଙ୍କୁ କହିଲେ ଯେ ଦୟାକରି ଏଇ ସିଲିଂରେ ହେଲା କଣ କରିବ ନା ଫ୍ଲାୱାର୍ସ କିଣିବ ଆଉ ମୋ ଭାଇର ଗ୍ରେଭ୍ ଉପରେ ମୋ ପାଇଁ କି ନେଇକି ମୋ ଭାଇର ଗ୍ରେଭ୍ ଉପରେ ଥୋଇଦବ ବୋଲି ଲେ ମାନେ ଥୋଇବା ହେଲା ଥୋଇଦବ ବୋଲିକି ଆମର ମ୍ୟାଗି ଲେଖକଙ୍କୁ କହୁଛି। ତାପରେ ଦେଖ ନେକ୍ସଟ ଇନ୍ ମାଇ ଇମୋସନ୍ ଆଇ ଲର୍ଡ ମାଇ ଆଇଜ୍। ସେତେବେଳେ ଆମର ଇମୋସନ୍ ମାନେ କିଛି ଆବେଶରେ ହେଲା ସେତେବେଳେ ଆମର ଲେଖକ ଆବେଶରେ ଆସିକି ତାଙ୍କର ଆଖି ତଳକୁ ଗଲେ। ଦ ଚାଇଲ୍ଡ ହାର୍ଡ ଆର୍ନ ଦ ସିଲିଂ ୱିଥ୍ ସୋ ମଚ୍ ଟୋଏଲ୍। ଆର୍ନ ମାନେ ରୋଜଗାର କରିବା, ଟୋଏଲ୍ ମାନେ ହଉଛି ପରିଶ୍ରମ କରି। ତାହେଲେ ସେ ଛୁଆଟି ଆମର ଲେଖକ କଣ କହୁଛନ୍ତି ନା ସେ ଛୁଆଟି ଆମର ବହୁତ ରୋଜଗାର କରିକି ମାନେ ବହୁତ ପରିଶ୍ରମ କରିକି ସେ କଏନଟାକୁ ରୋଜଗାର କରିଛି ମାନେ ସେ ସିଲିଂଟାକୁ ରୋଜଗାର କରିଛି। I felt like returning it to her, explaining that in our country flowers grow in great profusion. ତ ରିଟର୍ନିଂ ମାନେ ଫେରେଇଦବା ହେଲା। ତାହେଲେ ଦେଖ ହେଲା ଲେଖକ ଏଠି ଆଇ ମାନେ କିଏ ଏଠି ଲେଖକ ଲେଖକ କଣ ଅନୁଭବ କରୁଛନ୍ତି ନା ଅନୁଭବ କରୁଛନ୍ତି ଯେ ସେ ଯେହେତୁ ଆମର ଛୁଆଟେ ବହୁତ କଷ୍ଟ କରିକି ସେ ଆମର ସିଲିଂଟାକୁ ରୋଜଗାର କରିଛି ତ ତେଣୁ ତାକୁ ସେ ସିଲିଂଟା ଫେରେଇ ଦେବେ ବୋଲି ଲେଖକ ଭାବୁଛନ୍ତି ମାନେ ଅନୁଭବ କରୁଛନ୍ତି। କଣ ଆଉ ତାକୁ କଣ କହିକି ଫେରେଇବେ ନା ଯେ ଆମ କଣ୍ଟ୍ରିରେ ହେଲା ଆମ କଣ୍ଟ୍ରିରେ ଆମ ଦେଶରେ ଫୁଲ ଗୁଡ଼ିକ ବହୁତ ପରିମାଣରେ ଆମର ବହୁତ ସଂଖ୍ୟାରେ ଆମ ଦେଶରେ ଫୁଲ ଅଛି। ତେଣୁ ପଇସା ମାନେ ବହୁତ ସଂଖ୍ୟାର ଫୁଲ ଅଛି ତେଣୁ ସିଲିଂ ଦରକାର ନାହିଁ ମୁଁ ଏମିତିଆ ହିଁ ନେଇଯିବି। ବଟ୍ ଆଇ କନସିଡର କିନ୍ତୁ ମୁଁ ବିବେଚନା କଲି ଆମର ଲେଖକ କଣ ବିବେଚନା କଲେ ନା ହ୍ୱାଇ ସୁଡ୍ ଆଇ deprive her of the joy this sacrifice would give her। ଯେ ଡିପ୍ରାଇଭ୍ ମାନେ ବଞ୍ଚିତ କରିବା ଜୟ ମାନେ ଖୁସି। ଆମର ଲେଖକ ଏଠି କଣ କହୁଛନ୍ତି ନା ଯେ ମୁଁ କଣ ପାଇଁ ତାଙ୍କୁ ବଞ୍ଚିତ କରିବି ଯେ ଏଇ ଯୋଉ ଆମର ତାକୁ ଏଇ ସିଲିଂଟା ଦେଲା ପରେ ଯୋଉ ଖୁସିଟା ତା ଭିତରେ ଯୋଉ ଖୁସିଟା ଉତ୍ପନ୍ନ ହବ ସେ ଖୁସିରେ ମୁଁ ତାକୁ କେମିତି ବା ବଞ୍ଚନ କରିବି ମାନେ କେମିତି ବା ବଞ୍ଚିତ କରିବି ବୋଲି ଆମର ଲେଖକ ଭାବୁଛନ୍ତି। ସି ୱାଜ୍ ଫର୍ ଗୋଇଂ ସୋ ମଚ୍ ଫର୍ ଲଭ୍ ଅଫ୍ ହର୍ ବ୍ରଦର। ତାହେଲେ ଫର୍ ଗୋଇଂ ମାନେ ପୋଷଣ କରିବା ତାହେଲେ ସେ ଯୋଉ ସିଲିଂଟା ଦଉଛି ସେଥିରେ ତାର ଭାଇ ପ୍ରତି ତାର ବହୁତ ଭଲ ପାଇବା ଅଛି ସେ ସିଲିଂରେ ହେଲା। ଯୋଉ ଖୁସିରେ ଦଉଛି ସେଟା ତା ହୃଦୟରେ ବହୁତ ଭଲ ପାଇବା ଅଛି ସେଥିପାଇଁ। ତାହେଲେ ଦ ଜୟ ଅଫ୍ ଡୁଇଂ ଇଟ୍ ୱାଜ୍ ବିୟଣ୍ଡ ଅଲ୍ ପ୍ରାଇସ୍। ତାହେଲେ ସେଥିରେ ଯୋଉ ବିୟଣ୍ଡ ମାନେ ଖୁବ ଅଧିକ ହେଲା। ଦେଖ ଦ ଜୟ ମାନେ ତ ଖୁସି ସେ ସିଲିଂଟା ଦେଲା ବେଳକୁ ସେ ଝିଅର ମନରେ ଯୋଉ ଯେତିକି ଖୁସି ଅଛି ହେଲା ସେଇ ଖୁସିଟା ଆମର ସବୁଠାରୁ ଅଧିକ ଖୁବ ଅଧିକ ହେଲା। ମାନେ ଯେତେ ବି ପ୍ରାଇସ୍ ଯେତେ ବି ମୂଲ୍ୟ ମାନେ ସେଟାକୁ ଆମେ ମୂଲ୍ୟ ଦେଇ କିଣି ପାରିବା ନାହିଁ ତାହେଲେ ସେଇ ଖୁସିଟା ଆମର ଖୁବ ଅଧିକ ବୋଲିକି ଆମର ଲେଖକ ଏଠାରେ କହୁଛନ୍ତି। ତାହେଲେ ଦ ଗ୍ରିଭ୍ ଇନ୍ ହର ହାର୍ଟ ଉଡ୍ ବି ଇଜ୍ଡ ଏ ଲିଟିଲ୍ ଆଇ ପିକ୍ଡ ଅଫ୍ ଦ ସିଲିଂ। ଇଜ୍ ମାନେ କମିଯିବ ଗ୍ରିପ୍ ମାନେ ଦୁଃଖ ଯଦି ମୁଁ ସେ ତା ହାତରୁ ସେ ସିଲିଂଟାକୁ ନେବି ତାହେଲେ ତାର ଟିକେ ଦୁଃଖ କମିଯିବ ବୋଲିକି ଆମର ଲେଖକ କହୁଛନ୍ତି। ତାପରେ ନେକ୍ସଟ ଦେଖ ମ୍ୟାଗି ଆଇ ସେଡ୍ ଆଇ ସାଲ୍ ୟୁଜ୍ ଦିସ୍ ସିଲିଂ ଟୁ ବାଇ ଫ୍ଲାୱାର୍ସ ଆଣ୍ଡ ପୁଟ୍ ଦେମ୍ ଅନ୍ ୟୋର ବ୍ରଦର୍ସ ଗ୍ରେଭ୍। ଆଇ ମାନେ ଏଠି କିଏ ନା ଲେଖକ କହିଲେ ଯେ ମ୍ୟାଗି ମୁଁ
ଫୁଲ କିଣିବି ହେଲା ମୁଁ ମାନେ ଏଇ ସିଲିଂଟାକୁ ୟୁଜ୍ କରିକି ତୁ ଯୋଉ ଏଇ ମ୍ୟାଗିଠୁ ଯୋଉ ସିଲିଂଟା ଆଣିଥିଲେ ହେଲା ତାହେଲେ ମୋର ଲେଖକ କହୁଛନ୍ତି ଯେ ମ୍ୟାଗି ମୁଁ ଏଇ ସିଲିଂରେ ଫୁଲ କିଣିବି ଆଉ ସେଗୁଡ଼ିକୁ ନେଇକି ତୋ ଭାଇର ଗ୍ରେଭ୍‌ରେ ଥୋଇଦେବି ହେଲା। ଗ୍ରେଭ୍ ମାନେ ସମାଧି ଏଇଠି ଦେଖ ହେଲା ଫୁଲ କିଣିବି ଆଉ ନେଇକି ତୋ ଭାଇର ଗ୍ରେଭ୍‌ରେ ଥୋଇଦେବି ତୋ ଭାଇର ସମାଧିରେ ଥୋଇଦେବି ବୋଲିକି ଆମର ଏଠାରେ ଲେଖକ କହୁଛନ୍ତି। ତାପରେ ମ୍ୟାଗି stood up. How can I ever thank you? She said goodbye. Remember to write. I got up and held her hand. ତାହେଲେ ମ୍ୟାଗି stood up. ମ୍ୟାଗି ଛିଡ଼ା ହେଇ ପଡ଼ିଲା ହେଲା ମ୍ୟାଗି ଛିଡ଼ା ହେଇ ପଡ଼ିଲା। ହାଉ କ୍ୟାନ୍ ଆଇ ଏଭର୍ ଥ୍ୟାଙ୍କ ୟୁ ତାପରେ ମ୍ୟାଗି କହୁଛି ଯେ ହାଉ କ୍ୟାନ୍ ଆଇ ଏଭର୍ ଥ୍ୟାଙ୍କ ୟୁ ଯେ କେମିତି ମୁଁ ତୁମକୁ ଧନ୍ୟବାଦ ଜଣେଇବି ସି ସେଠି କିଏ କହିଲା ନା ମ୍ୟାଗି କହିଲା ତାପରେ ଗୁଡ୍ ବାଏ ରିମେମ୍ବର ଟୁ ରାଇଟ୍ ତାପରେ ଶୁଭ ବିଦାୟ ଦେଇକି କହୁଛି ଯେ ରିମେମ୍ବର ଟୁ ମନେ ପକେଇକି ଚିଠି ଲେଖିବ ବୋଲି କହୁଛି ରିମେମ୍ବର ମାନେ ମନେ ପକେଇବା ମନେ ପକେଇବା ଆଇ ଗଟ୍ ଅପ୍ ଆଣ୍ଡ ହେଲ୍ଡ ହର୍ ହ୍ୟାଣ୍ଡ ତାପରେ ଆମର ଲେଖକ ଛିଡ଼ା ହେଇଗଲେ ଏବଂ ମ୍ୟାଗିର ହାତକୁ ଧରିଲେ ଗୁଡ୍ ବାଇ ମ୍ୟାଗି ଗଡ୍ ବ୍ଲେସ୍ ୟୁ ତାପରେ କହୁଛନ୍ତି ଆମର ଲେଖକ କ'ଣ କହୁଛନ୍ତି ନା ମ୍ୟାଗିକୁ ଗୁଡ୍ ବାଇ କହୁଛନ୍ତି ଗୁଡ୍ ବାଇ ମ୍ୟାଗି ଗଡ୍ ବ୍ଲେସ୍ ୟୁ ଭଗବାନ ତୋର ମଙ୍ଗଳ କରନ୍ତୁ ଆଇ ସେଡ୍ ମ୍ୟାଗି ଲେଫ୍ଟ I wiped a tear from my eyes and went upstairs to pack my bag. ଲେଖକ ସେମିତିଆ କହିଲେ ହେଲା ତାକୁ ଗୁଡ୍ ବାଇ ଜଣେଇଲେ ଆଉ ଭଗବାନ ତୋର ମଙ୍ଗଳ କରନ୍ତୁ ବୋଲି ଲେଖକ ମ୍ୟାଗିକୁ କହିଲେ ଆଉ ତାପରେ ମ୍ୟାଗି ବି ପଳେଇଲା ମ୍ୟାଗି ଲେଫ୍ଟ ଲିଭ୍ ମାନେ ଯିବା ସେଠୁ ଲେଫ୍ଟ ହେଇଛି ହେଲା ମ୍ୟାଗି ଲେଫ୍ଟ ପଳେଇଲା ଆଇ ୱାଇପ୍ ମାନେ କାନ୍ଦିବା ସେଠୁ ୱାଇପ୍ କାନ୍ଦିଲେ ହେଲା କାନ୍ଦିଲେ ଟିକେ କାନ୍ଦିଲେ କିଏ କାନ୍ଦିଲେ ନା ଆମର ଲେଖକ ଟିକେ କାନ୍ଦି ପକେଇଲେ ହେଲା ଏ ଟିୟର ଫ୍ରମ୍ ମାଇ ଆଇଜ୍ ତାହେଲେ ଲେଖକଙ୍କ ଆଖିରୁ ଟିକେ ଆମର ଲୁହ ଝରି ପଡ଼ିଲା ଆଣ୍ଡ ୱେଣ୍ଟ ଅପଷ୍ଟାର ଟୁ ପ୍ୟାକ୍ ମାଇ ବ୍ୟାଗ୍ସ ତାହେଲେ ଲେଖକ ଟିକେ ଆମର ଲେଖକଙ୍କ ଆଖିରୁ ଟିକେ ଲୁହ ଝରି ପଡ଼ିଲା ଏବଂ ସେ କୁଆଡ଼େ ଗଲେ ନା ଅପଷ୍ଟାରକୁ ଗଲେ ଉପର ମହଲକୁ ଗଲେ କ'ଣ ପାଇଁ ନା ତାଙ୍କ ବ୍ୟାଗ୍ ପତ୍ରକୁ ସବୁ ପ୍ୟାକ୍ କରିକି ଇଣ୍ଡିଆ ରିଟର୍ଣ୍ଣ କରିବା ପାଇଁ ଜାଣିହେଲା ତାହେଲେ ସରିଲା ତାପରେ ନେକ୍ସଟ ଦେଖିବା କ୍ୱେଶ୍ଚନ୍ ଆନ୍ସର ଗୁଡ଼ିକୁ ଡିସ୍କସନ୍ କରିବା ଆଉ ତାହେଲେ ଥାଉ ଆଜି ପାଇଁ ଏତିକି ଥ୍ୟାଙ୍କ ୟୁ